ପିଲାମାନେ ଆଜିର ଭିଡ଼ିଓଟି ସମ୍ପୂର୍ଣ୍ଣ ଭାବରେ ପ୍ଲସ୍ ଥ୍ରୀର 6th ସେମିଷ୍ଟାର ଓଡ଼ିଆ ଅନର୍ସ ପିଲାମାନଙ୍କ ପାଇଁ ଗୋଟେ ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ, କାହିଁକିନା ପିଲାମାନେ ଯେଉଁ ତୁମର ଡିଏସି ପେପରଟି ରହିଛି ବା କ'ଣ ଡିସିପ୍ଲିନ୍ ସ୍ପେସିଫିକ୍ ଇଲେକ୍ଟିଭ୍ ସବଜେକ୍ଟ ଡିଏସି 3 ହେଲା। ଡିଏସି 3ର ୟୁନିଟ୍ 4 ଯେଉଁ ଲାଷ୍ଟ ୟୁନିଟ୍ର ଯେତେ ସବୁ ସର୍ଟ କ୍ୱେଶ୍ଚନ୍ ଗୁଡ଼ାକ ଅଛି ଆମେ ସବୁଗୁଡ଼ିକ ଆଲୋଚନା କରିବା ହେଲା। ତ ଲାଷ୍ଟରେ ଯେଉଁ ଉପନ୍ୟାସଟି ଅଛି କ'ଣ ନା ମାଟିର ମଣିଷ କିଏ ଲେଖିଛନ୍ତି ନା କାଳିନ୍ଦୀ ଚରଣ ପାଣିଗ୍ରାହୀ। ତ ତାଙ୍କର ଯେଉଁ ମାଟିର ମଣିଷ ଉପନ୍ୟାସରୁ ସମ୍ପୂର୍ଣ୍ଣ ଭାବରେ ଯେତେ ସବୁ ତୁମମାନଙ୍କ ପାଇଁ କ'ଣ 1 ମାର୍କ ହେଇପାରିବ, ସେଇ କ୍ୱେଶ୍ଚନ୍ ଗୁଡ଼ିକ 2 ମାର୍କ ମଧ୍ୟ ହେଇପାରିବ ହେଲା। ଚାଲ ଆଲୋଚନା କରିବା। ଦେଖନ୍ତୁ ତୁମର 1 ନମ୍ବର କ'ଣ ଅଛି ନା ମାଟିର ମଣିଷ ଯେଉଁ ଉପନ୍ୟାସ ରହିଛି ତାର ରଚୟିତା କିଏ ଏବଂ ତାଙ୍କ ଦ୍ୱାରା ରଚିତ ଆଉ 2ଟି ଉପନ୍ୟାସର ନାମ ଲେଖ। ତ ପିଲାମାନେ ଫାଷ୍ଟ ତୁମମାନେ ଉପନ୍ୟାସ କାଳିନ୍ଦୀ ଚରଣ ପାଣିଗ୍ରାହୀ ଯିଏକି ମାଟିର ମଣିଷ ଉପନ୍ୟାସ ରଚନା କରି ଭାରତୀୟ ସାହିତ୍ୟରେ ପ୍ରସିଦ୍ଧି ଅର୍ଜନ କରିଛନ୍ତି। ତାଙ୍କ ଦ୍ୱାରା ରଚିତ ଅନ୍ୟ 2ଟି ଉପନ୍ୟାସ ଯଥାକ୍ରମେ ଗୋଟେ କ'ଣ ଗୋଟେ ହେଲା ଲୁହାର ମଣିଷ, ଦେନ ଗୋଟେ ଆଜିର ମଣିଷ। ଏଗୁଡ଼ା ହେଉଛି ତାଙ୍କର 2ଟି ଉପନ୍ୟାସ। ତାପରେ ଦେଖିବା, ତାପରେ ଦେଖନ୍ତୁ 2 ନମ୍ବର କ'ଣ ଅଛି ନା କାଳିନ୍ଦୀ ଚରଣ ପାଣିଗ୍ରାହୀ କେବେ ଏବଂ କେଉଁଠାରେ ଜନ୍ମଗ୍ରହଣ କରିଥିଲେ ନା ଦେଖନ୍ତୁ 1901 ମସିହାରେ ପୁରୀ ଜିଲ୍ଲାର କୋଉଠି ନା ବିଶ୍ୱନାଥପୁର ଶାସନରେ ଜନ୍ମ ଲାଭ କରି ଓଡ଼ିଆ ଭାଷା ଓ ସାହିତ୍ୟକୁ ରୁଦ୍ଧିମନ୍ତ କରିଛନ୍ତି କିଏ ନା କାଳିନ୍ଦୀ ଚରଣ ପାଣିଗ୍ରାହୀ। ତାପରେ ଦେଖିବା କାଳିନ୍ଦୀ ଚରଣ ପାଣିଗ୍ରାହୀ ମାଟିର ମଣିଷ ଉପନ୍ୟାସରେ କେଉଁ କଥା ଉଲ୍ଲେଖ କରିଛନ୍ତି ନା ଦେଖନ୍ତୁ ପଲ୍ଲୀ ଜୀବନର ସୁଖ ଶାନ୍ତି ହର୍ଷ ବିଷାଦ ଆଶା ନିରାଶା ଆନନ୍ଦ ନିରାନନ୍ଦ ସଂଘର୍ଷ ଆଦି ମାନେ ବିଭିନ୍ନ ଘଟଣା ଅଘଟଣାକୁ ନେଇ ମାଟିର ମଣିଷ ଉପନ୍ୟାସ ସେ ଲେଖିଛନ୍ତି। ତାପରେ ଦେଖିବା ଯେଉଁ 4 ନମ୍ବରଟି କ'ଣ ଅଛି ଦେଖ ନା ମାଟିର ମଣିଷ ଉପନ୍ୟାସରେ ବର୍ଣ୍ଣିତ ଅଖ୍ୟାତପଲ୍ଲୀ ଗ୍ରାମଟିର ନାମ କ'ଣ ଏବଂ ସେ କେଉଁ ନଦୀ କୂଳରେ ଅବସ୍ଥିତ ନା ଦେଖନ୍ତୁ ଅଖ୍ୟାତପଲ୍ଲୀ ଯେଉଁ ପ୍ରଧାନପଡ଼ା ବିରୂପା ନଦୀ କୂଳରେ ଅବସ୍ଥିତ। କାହିଁକି ଅନାଦି କାଳରୁ ମାଟି ଓ ଆକାଶ ଏହି କ'ଣ ପ୍ରଧାନପଡ଼ାର ଉତ୍ଥାନ ଏବଂ ପତନର ମୁକ ସାକ୍ଷୀ ରୂପରେ ଦଣ୍ଡାୟମାନ ହୋଇଛି। ବିରୂପା ନଦୀର କୂଳ କେଉଁ କୂଳ ଦେଖନ୍ତୁ ନା ବିରୂପା ନଦୀର କୂଳ ବିରୂପା ନଦୀର ଶୁଷ୍କ ବାଲୁକା ଶଯ୍ୟା କ'ଣ ପ୍ରଧାନପଡ଼ାର ହର୍ଷ ଓ ବିଷାଦର ସ୍ମାରକୀ। ତାପରେ ଦେଖିବା 5 ନମ୍ବର କ'ଣ ଅଛି ଦେଖନ୍ତୁ ପ୍ରଧାନପଡ଼ାର ମୁରବୀ କିଏ ଏବଂ ସେ ଗ୍ରାମର ଅଧିବାସୀମାନଙ୍କ ସ୍ୱଭାବ କିପରି ଥିଲା ନା ଦେଖନ୍ତୁ ପ୍ରଧାନପଡ଼ାର ଐତିହାସିକ ବିବରଣୀ ନଥିଲେ ସୁଦ୍ଧା ଏହି ପଡ଼ାର ମୁରବୀ ଥିଲେ ଶ୍ୟାମ ପ୍ରଧାନ। ପ୍ରଧାନପଡ଼ାର ପଲ୍ଲୀ ଜୀବନ ବେଶ୍ କରୁଣ ଓ ମଧୁର ଥିଲା। ଏହାର ଅଧିବାସୀମାନେ ଥିଲେ ସରଳ ଶାନ୍ତ ଓ ନିଷ୍କପଟ, ସମସ୍ତେ ଚାଷ ଉପରେ ନିର୍ଭରଶୀଳ ଥିଲେ। ତାପରେ ଦେଖିବା 6 ନମ୍ବର କ'ଣ ଅଛି ଦେଖନ୍ତୁ ପ୍ରଧାନପଡ଼ାର ଲୋକେ ଆଧ୍ୟାତ୍ମିକ ପୀଠର କେନ୍ଦ୍ରସ୍ଥଳୀ କାହାକୁ ଗ୍ରହଣ କରୁଥିଲେ ନା ଦେଖନ୍ତୁ ପ୍ରଧାନପଡ଼ାର ଅଧିବାସୀମାନେ ଧର୍ମ ପ୍ରବଣତାକୁ ବିଶ୍ୱାସ କରନ୍ତି। ପରମ ସତ୍ୟ ଉପରେ ଏମାନଙ୍କର ଜୀବନଚର୍ଯ୍ୟା ଅତିବାହିତ ହୋଇଥାଏ। ତେଣୁ ଗ୍ରାମର କ'ଣ ଆବାଳ ବୃଦ୍ଧ ବନିତା ସମସ୍ତେ ଗ୍ରାମ ମଙ୍ଗଳାଙ୍କର ମର୍ଜନା ତଥା ଉପାସନା କରିଥାନ୍ତି। ଦୁଃଖ ସୁଖ ହାନି ଲାଭର ରକ୍ଷାକାରୀ ଭାବରେ ସହାୟ କରିଥାନ୍ତି। ତାପରେ ଦେଖିବା ସହାୟକ ହୋଇଥାନ୍ତି। ତାପରେ ଦେଖିବା 7 ନମ୍ବର ଦେଖନ୍ତୁ ମାଟିର ମଣିଷ ଉପନ୍ୟାସରେ ମହାତ୍ମା ଗାନ୍ଧୀ ଲୋକଙ୍କୁ କେଉଁ ଆହ୍ୱାନ ଦେଇଥିବା କଥା ଉଲ୍ଲେଖ କରିଛନ୍ତି ନା ଭାରତରେ ବିଦେଶୀ ଶିକ୍ଷା ବିଦେଶୀ ଚାଲିଚଳନ ବିଦେଶ ଶିକ୍ଷା ପ୍ରତି ଭାରତୀୟ ଲୋକଙ୍କର କ'ଣ ଅନ୍ଧାନୁସରଣ ତା ସହିତ ଜାତୀୟବାଦର ବିରୁଦ୍ଧାଚରଣ ଥିଲା। ସ୍ୱରାଜ ଆନ୍ଦୋଳନର ନେତୃତ୍ୱ ନେଉଥିବା ଗାନ୍ଧୀ ଲୋକଙ୍କୁ ଆହ୍ୱାନ ଦେଇଥିଲେ ଯେ ଗାଁକୁ ଫେରି ଚାଲ ଗୋ ଟୁ ଦି ଭିଲେଜ। ତାପରେ ଦେଖିବା 8 ନମ୍ବର କ'ଣ ଅଛି ହେଲା ଔପନ୍ୟାସିକ କାଳିନ୍ଦୀ ଚରଣ ପାଣିଗ୍ରାହୀ ମାଟିର ମଣିଷ ଉପନ୍ୟାସରେ କେଉଁ ଚରିତ୍ରଠାରେ ଗାନ୍ଧୀବାଦୀ ଆଦର୍ଶକୁ ପ୍ରତିଫଳିତ କରିଛନ୍ତି ନା ଦେଖନ୍ତୁ ମାଟିର ମଣିଷ ଉପନ୍ୟାସରେ ପ୍ରଧାନ ବୁଢ଼ୀ କିଏ ନା ଶ୍ୟାମ ପ୍ରଧାନ ଚରିତ୍ର ମାଧ୍ୟମରେ ଔପନ୍ୟାସିକ ଶ୍ରୀ ପାଣିଗ୍ରାହୀ ଗାନ୍ଧୀଙ୍କର ଆଦର୍ଶକୁ ଫୁଟାଇବା ପାଇଁ ପ୍ରୟାସ କରିଛନ୍ତି। ନିଜ ଗାଁକୁ ଭଲ ପାଇବା ଭିଟାମାଟିର ଆଦର୍ଶରେ ନିଜର ସଂସାରକୁ ଚଳାଇବା କାଟି ପିନ୍ଧି କୁଟି ଖାଇବା ଆଦି ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ। ଦେନ୍ ତାପରେ ଦେଖିବା 9 ନମ୍ବର କ'ଣ ଅଛି ଶ୍ୟାମ ପ୍ରଧାନର ଚାରିତ୍ରିକ ବିଶେଷତ୍ୱ କ'ଣ ଥିଲା ତାର ମାନେ ଚାରିତ୍ରିକ ବିଶେଷତ୍ୱ ଦେଖନ୍ତୁ ନା ଶ୍ୟାମ ପ୍ରଧାନ ଗାନ୍ଧୀବାଦୀ ଚିନ୍ତାଧାରାର ଜଣେ ମୂର୍ତ୍ତିମନ୍ତ ପ୍ରତୀକ ଥିଲେ। ସେ ଯାହା କହୁଥିଲେ ତାକୁ ଗାଁର ଲୋକମାନେ ବେଦର ଗାର ପରି ମାନି ନେଉଥିଲେ। 25 ଜଣଙ୍କ କଥା ରହିବ ନାହିଁ କିନ୍ତୁ ଶ୍ୟାମ ପ୍ରଧାନଙ୍କର କଥା ରହିବ। ଶ୍ୟାମ ପ୍ରଧାନ ଯେପରି ଭଦ୍ର ଦେବତା ପରି ପୂଜ୍ୟ ତାଙ୍କର ପତ୍ନୀ ସେହିପରି ସର୍ବଗୁଣ ସମ୍ପନ୍ନ। ତାପରେ ଦେଖନ୍ତୁ ଏଇଟା ତୁମର 10 ନମ୍ବର କ'ଣ ଅଛି ନା ପ୍ରଧାନ ବୁଢ଼ାର ଘର କରଣାକୁ କାହିଁକି ସାହି ପଡ଼ିଶା ଲୋକେ ତାରିଫ କରନ୍ତି ନା ଦେଖନ୍ତୁ ଚଷାଘରର ସମସ୍ତ ଆଦିବିଧି ପ୍ରଧାନ ବୁଢ଼ୀ ସଜାଡ଼ି ରଖିଥାଏ ଏବଂ ବର୍ଷର ଜିନିଷକୁ ସେ 5 ବର୍ଷ ସାଇତି ରଖିଥାଏ। ପରିଶ୍ରମୀ ଧାର୍ମିକ ପରାୟଣ ଆଦି କାର୍ଯ୍ୟରେ ଭାରି ବିଶ୍ୱାସୀ ସେ। ତାପରେ ଦେଖିବା ଶ୍ୟାମ ପ୍ରଧାନର କେତୋଟି ପୁଅ ଏବଂ ସେମାନଙ୍କର ନାମ କ'ଣ ଥିଲା ନା ଦେଖନ୍ତୁ ପ୍ରଧାନ ବୁଢ଼ୀ ନାନୀ ଓଷାବ୍ରତ ଦିଅଁ ଦେବତା ପୂଜି 2ଟି ପୁଅ ଜନ୍ମ କରିଥିଲେ। ବଡ଼ ବରଜୁ ଏବଂ ସାନ ହେଉଛି ଛକଡ଼ି। ଦେଖନ୍ତୁ ବଡ଼ ପୁଅକୁ ଗେହ୍ଲାରେ ଡାକେ
ଶାଶୁଖିଆ ଓ ସାନ ପୁଅକୁ ଡାକେ ଚଗଲା। ତାପରେ ଦେଖିବା ପ୍ରଧାନ ବୁଢା ବିଚାରରେ ସ୍ତ୍ରୀ ଜନ୍ମ କିପରି। ଦେଖନ୍ତୁ ପ୍ରଧାନ ବୁଢା ବିଚାରରେ ମାଇପି ଜନ୍ମ ଖାଲି ଦୁଃଖ କରିବା ପାଇଁ, ସେମାନଙ୍କର ନିଜର ବୋଲି କିଛି ନାହିଁ ଏବଂ ଖାଲି ପିଲାଛୁଆ ସ୍ୱାମୀ ତା ସହିତ ଶ୍ୱଶୁର ମାନଙ୍କର ସେବାରେ ନିଜ ଜୀବନ ବିତିଯାଏ। ସ୍ତ୍ରୀ ଜନ୍ମ ଅତି ପାପୀ ଜନ୍ମ, ତା ସହିତ କଜିଆ କରିବା, ଘର କରିବା, ଶେଷକୁ ଘର ଭାଙ୍ଗିବା ନାରୀ ଜନ୍ମର ସାର୍ଥକତା ବୋଲି ପ୍ରଧାନ ବୁଢା କଣ ବୋହୂ ମାନଙ୍କୁ ବୁଝାଇଥାଏ। ତାପରେ ଦେଖିବା 13 ନମ୍ବର କଣ ଅଛି। ପ୍ରଧାନ ବୁଢା ସାନ ବୋହୂକୁ କାହିଁକି ନଜର ରଖିଥାଏ ନା, ଦେଖନ୍ତୁ ପ୍ରଧାନ ବୁଢା ସାନ ବୋହୂ ଉପରେ ବେଶୀ ନଜର ରଖିଥାଏ। ତାର ଅନ୍ୟ କୌଣସି କାରଣ ନାହିଁ, କେବଳ ସାନ ବୋହୂ ବୋଲି ତାକୁ ଟିକେ ଅଧିକ ସ୍ନେହ କରେ। ତାପରେ ଦେଖିବା ପ୍ରଧାନ ବୁଢାର ନୀତିଦିନିଆ କାମ କଣ ଥିଲା। ବାଡି ଘର କାମ ଥିଲା ପ୍ରଧାନ ବୁଢାର ପ୍ରଧାନ କାର୍ଯ୍ୟ। ନାତି ନାତୁଣୀଙ୍କୁ ଧରି ଗପ କରିବା ଆଉ ବାଡିରେ ଶାଗ ପଟାଳି ଆଦି ଦେଖାଶୁଣା କରିବା ମଧ୍ୟ ଅନୁରୂପ କାମ ଥିଲା। ବୟସର ଆଧିକ୍ୟ ହେତୁ ଆଉ ପ୍ରଧାନ ବୁଢା ବୁଝାବୁଝି ନ କରିପାରିବା ହେତୁ ଘରର ବଡ ବୋହୂ ସବୁ ବୁଝେ। ତାପରେ ଦେଖିବା ସାନ ବୋହୂର ନାମ କଣ ଓ ତା ଉପରେ କିଏ ମୁରବି ପଣିଆ ଜାହିର କରିଥାଏ ନା, ଦେଖନ୍ତୁ ଛକଟିର ସ୍ତ୍ରୀ ନେତ୍ରମଣି ସାନ ବୋହୂ ନେତ୍ରମଣି ଉପରେ ସର୍ବଦା ବଡ ବୋହୂ ମୁରବି ପଣିଆ ଜାହିର କରିଥାଏ। ତା ପାଇଁ କଥା କୁହେ ଶାଶୁ ବୁଢୀ। ଉଭୟଙ୍କର ମଧ୍ୟରେ ଉତ୍ତମ ସମ୍ପର୍କର ସେତୁ କଣ ସେତୁ ହୋଇଥାନ୍ତି। ତାପରେ ଆସିବା ଛକଟି ଆଗରେ କିଏ ଘରର ସବୁ କଥା ବଖାଣି ବସେ। ଜିରାରୁ ଶିରା ପର୍ଯ୍ୟନ୍ତ ଘରର ସମସ୍ତ ବିବରଣୀ ରାତିରେ ନେତ୍ରମଣି ଛକଟି ଆଗରେ ବଖାଣି ବସେ। ପୁଣି ମନରୁ ମଧ୍ୟ ଲଗାଇ ଅନେକ ସତ ମିଛ କହିଦେଇଥାଏ। ସ୍ଥିର କଥାକୁ ସେ ଅନେକ ସମୟରେ ଅଗ୍ରାହ୍ୟ କରିପାରି ନଥାଏ। ତାପରେ ଦେଖିବା ଛକଟିର କାହିଁକି ବରଜୁ ଓ ଭାଉଜ ହାରା ବୋଉ ଉପରେ ବିତୃଷ ମନୋଭାବ ବଢିବା ଲାଗିଛି। ଦେଖ ଛକଟି ପ୍ରଥମେ ସ୍ତ୍ରୀ ନେତ୍ରମଣିର କଥାକୁ ବିଶ୍ୱାସ କରୁନଥିଲା, କିନ୍ତୁ କାଳକ୍ରମେ ସ୍ତ୍ରୀ ପ୍ରତି ଆସକ୍ତ ହେତୁ ସେ ସ୍ତ୍ରୀର ସତ ମିଛ କଥାକୁ ଆଗ୍ରହ କରିପାରି ନାହିଁ। ଦେବ ପ୍ରତିମ ଭାଇ ବରଜୁ ଏବଂ ଭାଉଜ ହାରା ବୋଉ ପ୍ରତି ବିତୃଷ୍ଣା ମନୋଭାବ ବଢିବାକୁ ଲାଗିଛି। ସ୍ତ୍ରୀ ପ୍ରରୋଚନାରେ ଛକଟି ପ୍ରତି ମୁହୂର୍ତ୍ତରେ ବ୍ୟସ୍ତ ଓ ବିବ୍ରତ ହୋଇ ପଡିଛି। ତାପରେ ଦେଖିବା ଛକଟି ବେଳେ ବେଳେ ବାପା ଓ ଭାଇଙ୍କ ଆଗରେ କାହିଁକି ଭୀଷଣ ରାଗ କରେ ନା, ଦେଖ ଛକଟିର ଇଚ୍ଛା ଥିଲା ସେ କଲିକତା କିମ୍ବା କଳାମାଟି ଯାଇ କିଛି ଅର୍ଥ ରୋଜଗାର କରି ନିଜର ଆର୍ଥିକ ମାନଦଣ୍ଡ ବଢାଇଥାନ୍ତା। ବାପା ଓ ବଡ ଭାଇ ବରଜୁ ପ୍ରଧାନର କଥାରେ ଯାଇ ନ ପାରିବାରୁ ସେମାନଙ୍କର ଉପରେ ଭୀଷଣ ରାଗେ, କାରଣ ଧାନ ଚାଉଳ ମୁଗ ବିରି ଆଦିକୁ ନେଇ ସଉକ କରିବା ସମ୍ପୂର୍ଣ୍ଣ ଅସମ୍ଭବ। ତାପରେ ଦେଖନ୍ତୁ 19 ନମ୍ବର କଣ ଅଛି ନା, ପ୍ରଧାନ ବୁଢା ବୁଢୀ ମଧ୍ୟରୁ ପ୍ରଥମେ କିଏ ମୃତ୍ୟୁବରଣ କରିଥିଲା ନା, ଦେଖନ୍ତୁ ପ୍ରଧାନ ବୁଢାର ଜୀବନ ଦୀପ ପ୍ରଥମେ ଲିଭିଥିଲା। ବୁଢୀ ମରିବା ପରେ ଶ୍ୟାମ ପ୍ରଧାନ ପୁଅ ବରଜକୁ ଡାକି ନିଜର ଶେଷ ବେରା ହେଲାନି ବୋଲି ଅସହାୟ ପ୍ରକାଶ କରିଥିଲା। ବରଜ ପ୍ରଧାନ କେଉଁ ଚାକିରି କରିଥିଲା ନା, ବରଜ ପ୍ରଧାନ ଅମିନଗିରି କରିଛି। ତା ସହିତ କାହାଠାରୁ ପଇସାଟିଏ ଲାଞ୍ଚ ନିଏ ନାହିଁ। ସେ ଖୁବ୍ ସଚ୍ଚୋଟ, ବାପାଙ୍କୁ ଲାଞ୍ଚ ବିରୁଦ୍ଧରେ ବକ୍ତବ୍ୟ ଦେଇଥିଲେ। ଲାଞ୍ଚ ନେଇ ଠକିଲେ ମହା ଅପରାଧ। ତାପରେ ଦେଖିବା କଣ ଅଛି 21 ନମ୍ବରଟା ଦେଖନ୍ତୁ। ଅପରାଧ ସମ୍ପର୍କରେ ଶ୍ୟାମ ପ୍ରଧାନ ବରଜଙ୍କୁ କଣ କହିଛି। ଦେଖନ୍ତୁ ପଇସାରେ ସବୁ କିଣାଯାଏ, ମାତ୍ର ପୁଣ୍ୟ କିଣାଯାଏ ନାହିଁ। କେହି ପଇସା ଦେଇ ଟିକଟ କାଟି ବୈକୁଣ୍ଠକୁ ଯାଇନାହିଁ। ପୁଣି କିଏ କେବଳ ମଣିଷ ପଣିଆ। ଯେଉଁଠି ମଣିଷ ପଣିଆ ଯେତେ କମ ସେଠି ପାପ ସେତିକି ବେଶୀ। ତାପରେ ଦେଖିବା ବରଜ ପ୍ରଧାନ ଚାକିରି ଉପରେ କି ନିଷ୍ପତ୍ତି ନେଇଛି। ବରଜ ପ୍ରଧାନ ନିଷ୍ପତ୍ତି ନେଇଛି ଯେ ଚାକିରି ଛାଡିଦବ, କାରଣ ସେ ମାଟିର ମଣିଷ, ସେ ମାଟିରେ ଖଟି ଖାଇବ। ଚାକିରି କଲେ ମଣିଷ ପଣିଆ ଦୂରେଇ ଯାଉଛି। ଶୈତାନତ୍ୟ ରାଜତ୍ୱ କରେ ମନ ଭିତରେ। ଦିନ ମଜୁରିଆ ଖଟି ଖଟି ସଂସାରକୁ ପିନ୍ଧିବା ଯୋଗାଏ। ପ୍ରକୃତରେ ଗରିବଙ୍କର ପାଇଁ ସଂସାର ବଞ୍ଚିଛି। ଶେଷରେ ବରଜୁ ଚାକିରି ଛାଡି ଦେଇଛି। ତାପରେ ଦେଖିବା କଣ ଅଛି 23 ନମ୍ବର ଦେଖୁଥିଲେ। ଶ୍ୟାମ ପ୍ରଧାନ ମଲା ବେଳେ ଦୁଇ ପୁଅଙ୍କୁ କଣ କହି ମରିଥିଲା ନା, ଦେଖନ୍ତୁ ବାପରେ ମୋର ଶେଷ ବେର ହେଇଗଲା, ଏଣିକି ତମ କଥା ତମର। ଗୋଟିଏ କଥା, ତମେ ତ ଯୋଡ଼ିଏ ଭାଇ, ବିଲ ମଝିରେ ହିଡ଼ ନ ପଡେ କି ଘର ମଝିରେ ପାଚିରି ନ ଉଠେ, ଏଇଥିପାଇଁ ତୁ ବରଜୁ ଜଗିଥିବୁ। ଶ୍ୟାମ ପ୍ରଧାନ ମଲା ବେଳେ ନାତି ନାତୁଣୀଙ୍କର ପାଇଁ ଧର୍ମ ସାହିତ୍ୟ ରଖିଛି ବୋଲି କହି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାକୁ ଦେଖିବା ହରିମିଶ୍ରର କଣ କୁଚକ୍ରାନ୍ତର ଶିକାର ହୋଇଛି କିଏ। ହରିମିଶ୍ରଙ୍କର କୁଚକ୍ରାନ୍ତର ଶିକାର ହୋଇଛି ଛକଡ଼ି। ଛକଡ଼ିକୁ ସେ ବରଜୁ ବିରୁଦ୍ଧରେ ଲଗାଇ ବରଜୁର ସୁନାର ସ୍ୱପ୍ନ ଭାଙ୍ଗି ଦେବାକୁ ଚେଷ୍ଟା କରିଛି। ତାପରେ ଦେଖିବା ଶାଶୁଙ୍କର ମୃତ୍ୟୁ ପରେ ହାରା ବୋଉ ଓ ନେତ୍ରମଣିଙ୍କର ମଧ୍ୟରେ କିପରି ସମ୍ପର୍କ ଥିଲା। ଦେଖ
ଶାଶୁଙ୍କର ମୃତ୍ୟୁ ପରେ ଦି ଯାଙ୍କର ମଧ୍ୟରେ ଆଦ୍ୟ ଭଲ ସମ୍ପର୍କ ନଥିଲା। କାହାରି କଥା କାହାରି ଦେହରେ ଯାଏ ନାହିଁ। ଯେତେବେଳେ ଝଗଡ଼ା ଝାଟି ଲାଗିଥାଏ ବରଜୁ ଅସନ୍ତୁଷ୍ଟ ହୋଇଛି। ଛକଡ଼ି ତା ସ୍ତ୍ରୀକୁ ସାବାଡ଼ କରିଛି। ନେତ୍ରମଣିର ସଂକୀର୍ଣ୍ଣ ସ୍ୱାର୍ଥପର ବୃଦ୍ଧିକୁ କେଉଁମାନେ ଅଧିକ ପ୍ରୋତ୍ସାହନ କରୁଥିଲେ ନା ଦେଖନ୍ତୁ, ଖରବୃଦ୍ଧି ନାରୀ ନାଣ୍ଡି ପିଣ୍ଡିଆଣୀ ଓ ସରୋଜି ବୋଉ ନେତ୍ରମଣିକୁ ଅତ୍ୟଧିକ କ୍ରୋଧାନ୍ୱିତ କରାଇ କ'ଣ ଭିନ୍ନେ ହେବାର ନିଶାକୁ ପ୍ରବଳ କରାଇଛନ୍ତି। ନେତ୍ରମଣି କେଉଁ କଥାରେ ଜିଦ୍ ଧରିଛି ନା ଦେଖନ୍ତୁ, ହାରା ବୋଉର ମୁରବୀ ପଣିଆକୁ ନେତ୍ରମଣି ଭଲ ଆଖିରେ ଗ୍ରହଣ କରି ନାହିଁ। ତାଙ୍କର ପିଲା ଖର୍ଚ୍ଚ ବେଶୀ, ତେଣୁ ତାଙ୍କଠାରୁ ଭିନ୍ନେ ହେବା ଏକାନ୍ତ ଦରକାର ବୋଲି ନେତ୍ରମଣି ଜିଦ୍ ଧରି ବସିଛି। ଛକଡ଼ିକୁ ଶିଖାଇଛି ଭିନ୍ନେ ନହେଲେ ବାପ ଘରକୁ ଚାଲିଯିବାର ଧମକ ଦେଇଛି ନେତ୍ରମଣି। ତାପରେ ଦେଖିବା 28 ନମ୍ବର କ'ଣ ଅଛି, କିଏ କାହା ଆଗରେ ଭିନ୍ନ ହେବାର ପ୍ରସଙ୍ଗ ଉତ୍ଥାପନ କରିଛି। ଉଦଣ୍ଡି ପ୍ରକୃତି କବରରୁ ନିରୀହ ଛକଡ଼ି ନିଜକୁ ରକ୍ଷା କରି ନ ପାରି ଭାଇ ଆଗରେ ଭିନ୍ନ ହେବାର ପ୍ରସଙ୍ଗ ଉତ୍ଥାପନ କରିଛି। ତାପରେ ଦେଖନ୍ତୁ 29 ନମ୍ବର କ'ଣ ଅଛି, ଦେଖନ୍ତୁ ବରଜୁ ଭିନ୍ନ ନ ହୋଇ ପିତା ସତ୍ୟ ପାଳନ ପୂର୍ବକ କେଉଁ ପଥ ଅବଲମ୍ବନ କରିଛି। ବରଜୁ ଭିନ୍ନେ ହୋଇପାରି ନାହିଁ, ତେଣୁ ସେ ପରଦିନ ସକାଳୁ ବଡ଼ି ଅନ୍ଧାରରୁ ଉଠି ଘରର ସମସ୍ତ ଗାଈଗୋରୁ ବିଲ ବଗିଚା ବୁଝାଇ ଦେଇ ବରଜୁ ଗାଁ ଛାଡ଼ି ବାହାରି ଯାଇଥିଲା। ବରଜୁର ନ ଫେରିବାକୁ କାହା ସହିତ ତୁଳନା କରାଯାଇଛି। ବରଜୁ ପ୍ରଧାନ ନିଜ ସ୍ତ୍ରୀକୁ ଧରି ସକାଳୁ ସକାଳୁ ଗାଁରୁ ବାହାରି ଯାଇଥିଲା। ବରଜୁ କିନ୍ତୁ ରୁକୁଣା ରଥ ପରି ଅଣଲେଉଟା। ଗାଁର ଯେତେ ଲୋକ ବୁଝାଇଲେ ମଧ୍ୟ ଫେରିବା ହେଲା ନାହିଁ। ବରଜୁ ପ୍ରତିଜ୍ଞାରେ ଅଟଳ ଥିଲା। ତାପରେ ଦେଖ, ବରଜୁ ହାରାବୋଉ ପୁଅ ଏବଂ ଝିଅ ମତିକୁ ନେଇ ଗଲାବେଳେ ଅଧା ବାଟରେ କିଏ ଭେଟ ହୋଇଛି। ବରଜୁ ଗାଁର ମୁରବୀ ଲୋକଙ୍କୁ ଯଥାମାନ୍ୟ ପ୍ରଣାମ କରି ଆଗେଇ ଗଲାବେଳେ ଅଧା ବାଟରେ ହରିପୁରର ଗୌରାଙ୍ଗ ସେନ ଭେଟ ହୋଇଥିଲା। ତାହାର ଅନୁରୋଧ ରକ୍ଷା କରି ବରଜୁ ସେଠାରେ ଅଟକି ଯାଇଛି। ତାପରେ ଦେଖନ୍ତୁ, ବରଜୁ ଘର ଛାଡ଼ି ଚାଲିଗଲା ପରେ କାହା ମନରେ ଭାବାନ୍ତର ସୃଷ୍ଟି ହୋଇଛି। ଦେଖନ୍ତୁ, ନାଗପୁର ହାଟରୁ ଫେରି ଭାଇ ଭାଇ ଚାଲିଯିବାର ଖବର ଶୁଣି ଅତ୍ୟନ୍ତ ମର୍ମାହିତ ହୋଇଛି। ଭାଇର ଅନୁପସ୍ଥିତିକୁ ଅନୁଭବ କରିଛି ଏବଂ ସ୍ତ୍ରୀ ବୁଦ୍ଧିରେ ପରିଚାଳିତ ହୋଇଥିବାରୁ ତାର ଭାବାନ୍ତର ଜାତ ହୋଇଛି। ତାପରେ ଦେଖିବା, ଘରେ କଣ୍ଢେଇଟି ପଡ଼ିଥିବାର ଦେଖି କିଏ ଶୋକବିହର ଭାବରେ କଣ୍ଢେଇ ଧରି ଲୁହରେ ଅନ୍ଧ ହୋଇଥିଲା। ପୁତୁରା ପାଇଁ ଆଣିଥିବା ରବର କଣ୍ଢେଇଟି ଘରେ ପଡ଼ିଥିବାର ଦେଖି ଏବଂ ଛାତିରେ ଚାପି ଧରି ଲୁହରେ ଅନ୍ଧ ହୋଇଯାଇଥିଲା। ପାଗଳ ପରି ରାତିରୁ ଉଠି କିଏ ଗୌରାଙ୍ଗ ଘର ଦୁଆରେ ବସିଥିଲା ନା ଭାଇର ଅନୁପସ୍ଥିତିରେ ଛକଡ଼ି ସବୁବେଳେ ଶୂନ୍ୟତା ଅନୁଭବ କଲା। ପାଗଳ ପରି ରାତିରୁ ଉଠି ଘର ଛାଡ଼ି ଚାଲିଗଲା ଏବଂ ସକାଳୁ ସକାଳୁ ଯାଇ ହରିପୁର ଗୌରାଙ୍ଗ ଘର ଦ୍ୱାରେ ବସିଥିଲା। ଛକଡ଼ି ଶେଷରେ କାହା ସହିତ ମିଶି ସବୁଦିନ ପାଇଁ ବାହାରକୁ ଚାଲିଯିବାକୁ ବରଜୁଙ୍କୁ ଅନୁରୋଧ କରିଛନ୍ତି ନା ବରଜୁ ସହିତ ଘର ଛାଡ଼ି ବାହାରକୁ ଯିବା ଲାଗି ଛକଡ଼ି ବାଷ୍ପରୁଦ୍ଧ କଣ୍ଠରେ କୋଇଁ କୋଇଁ ହୋଇ ପିଲାଟି ପରି କାନ୍ଦିବାକୁ ଲାଗିଲା ଏବଂ ଅନୁତାପ ଅନରରେ ଦଗ୍ଧୀଭୂତ ଛକଡ଼ି ସହିତ ବରଜୁ ଅପୂର୍ବ ମିଳନ ସଂଗଠିତ ହେଇଥିଲା। ଉଭୟଙ୍କୁ ଚିହ୍ନି ହୃଦୟର ପରିବର୍ତ୍ତନ ଦ୍ୱାରା ଭାତୃପ୍ରୀତିର ପରାକାଷ୍ଠା ପ୍ରମାଣିତ କରିଥିଲେ। ତାପରେ ପିଲାମାନେ ଏଇଠି ତୁମର ସରିଗଲା, ଏଇଟା ୟୁନିଟ୍ 4 ହେଲା। ଏଇଠି ତୁମର DSC ର ଯେତେ ସବୁ ସର୍ଟ କ୍ୱେଶ୍ଚନ୍ କ୍ଲାସ୍ ଏଇଠି ସରିଗଲା। ତାପରେ ଆମେ ନେକ୍ସଟ ତୁମର କୋର୍ ପେପର କେତେ ନା କୋର୍ ପେପର 14 କୁ ଯିବା ହେଲା। କୋର୍ ପେପର 14 ର ଆଲୋଚନା କରିବା। ତାପରେ ତୁମର କ'ଣ ଆସିବା, ତୁମର ଲଙ୍ଗ କ୍ୱେଶ୍ଚନ୍ ଭିଡ଼ିଓ ଆସିବ ହେଲା। କାହିଁକି ନା ତୁମର DS ପେପର ଯେଉଁ DSC 40 ରହିଛି, DSC 4, ତ ସେଗୁଡ଼ା ତୁମର ପ୍ରୋଜେକ୍ଟ ପେପରଟି ଅଛି, ସେଟା ଆଉ ତୁମର ମୌଖିକ ଯେଉଁ ଭାଇବା ହେବ, ତ ସେଗୁଡ଼ା ପରେ ତୁମେ ଦେଖିବ କେମିତି କିସ ତୁମକୁ ଆଇଡ଼ିଆ ଦେଇଦେବି କେମିତି କଲେ ତା ଭଲ ହେବ। ତ ତେଣୁକରି ଆଜିର ଭିଡ଼ିଓଟି ଏଇଠି ରଖୁଛି। ଧନ୍ୟବାଦ। ଜୟ ଜଗନ୍ନାଥ।